ସପ୍ରେମୀ ଗୁରୁସ୍ୱାମୀ ଏ ଜାଗତିକ ଭିତରେ ଯେତେବେଳେ ଆମେ ଛୋଟ ହେଇଥିଲେ, ଛୋଟ ସମୟରେ କ'ଣ କଲେ ନା ବାପା ଆମ କାନ୍ଧରେ ବୁଲାଉଛନ୍ତି, ବାପା ବସେଇଛନ୍ତି ବୁଲାଉଛନ୍ତି। ଆମ ବାପାଙ୍କୁ ପଚାରିଲେ, କହିଲେ ବାପା ଆଉ ଏଇଟା କ'ଣ? ବାପା କହିଲେ ଏଇଟା ହଉଛି ହାତୀ। ବାପା ଏଇଟା କ'ଣ? ଏଇଟା କ'ଣ? ପୁଣି ପଚାରୁଛନ୍ତି ନା ଏଇଟା ହାତୀ। ତାପରେ ପୁଣି ବାପା ଏଇଟା କ'ଣ? ଏଇଟା ହାତୀ ପରା। ବାବା ଏଇଟା କ'ଣ? ହାତୀ। ଆମେ 10 ଥର ଜାଗାରେ 20 ଥର ପଚାରୁଛେ। ଆଉ ବାପା ହସି ହସି ସେବେଳେ କହନ୍ତି ବାପାରେ ଏଇଟା ହାତୀ, ଏଇଟା ହାତୀ 100 ଥର କହନ୍ତି। ବାପା କେବେ ଆମକୁ ବିରକ୍ତ ହେଇଛନ୍ତି, ରିଜିଡି ହବାର କେବେ ଦେଖିଛନ୍ତି? ଆମେ ଅନୁଭବ କରି ବାପା ରାଗି ଯାଆନ୍ତି, କାହିଁ ମତେ ବାର ବାର ପଚାରୁ, କାହିଁ ପଚାରୁ? ବାବା କେବେ କହନ୍ତିନି। କ'ଣ ପାଇଁ ନା ଆମେ ବାପା କହେ ମୋ ପୁଅ ଖନେ ଖନେ କଥା କହୁଛି, ମୋ ପୁଅ ଶିଖୁଛି, ମୋ ପୁଅ ଜାଣୁଛି, ଶ୍ରଦ୍ଧାର ସହିତ କହନ୍ତି। ତ ସେଇ ବାପା ଯେତେବେଳେ ଆମେ ଧୀରେ 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 ବଡ ହେଇଯାଆନ୍ତି, ଆମେ ଯେତେବେଳେ ବାପାଙ୍କ ଷ୍ଟେଜକୁ ପଳାନ୍ତି, ବାପା ଆମ ଷ୍ଟେଜକୁ ପଳେଇ ଆସନ୍ତି। ବାପା ଯେତେବେଳେ ବୁଢା ହେଇଯାଆନ୍ତି, ଆମେ ଯେତେବେଳେ ବଡ ହେଇଯାଆନ୍ତି, ଆମର ମୁଣ୍ଡକୁ ହାତ ପାଇଯାଏ, ଆମେ ବସିଥିବୁ, ତ ଆମ ଘରକୁ କିଏ ଗୋଟେ ଆସିଲା, ବୁଢା ଲୋକ ବାପା ପଚାରନ୍ତି ବାପାରେ କିଏ ଗଲା? ଯିଏ ଗଲା ତମର କ'ଣ ଗଲା? ସେ ତା ବାଟରେ ତମର କ'ଣ ଗଲା? ତମେ ଚୁପଚାପ ବସୁନ। ଇଏ ହଉଛି ଆମର କଥା। ତ ମୋ ଚରମ ପୁରୁଷ ପ୍ରଭୁ ଗୁରୁସ୍ୱାମୀ ଯେତେବେଳେ ତାଙ୍କ କୋଳରେ ବସେଇ ଆମକୁ କର୍ମଧାରା ଧର୍ମଧାରା ଦେଇଦେଲେ, ଆମେ କର୍ମଧାରା ଭିତରେ ଧାରା ନେଇଗଲେ, ମୋ ପ୍ରଭୁ କେତେ ସୁନ୍ଦର କଥା କହିଲେ, ଧନରେ ତୁ ବୁଝିଛୁ ନା ଏ ସଂସାର ଭିତରେ ତୁ ଶଯ୍ୟା ତ୍ୟାଗ ଠାରୁ ଶଯ୍ୟା ଗ୍ରହଣ ପର୍ଯ୍ୟନ୍ତ ମତେ ମନେ ପକଉଛୁ ତ ଭାଇ? ତ ପ୍ରତ୍ୟେକ ଜାଗାରେ ମତେ ଧନରେ, ବାବୁରେ, ବାୟାରେ, ମୋ ଗୁଣ୍ଠୁଣି ହାତୀ, କେତେ ସୁନ୍ଦର ସୁନ୍ଦର କଥା କହି ମୋ ପ୍ରଭୁ ବୁଝେଇ ଦିଅନ୍ତି। ତ ଆମେ ପ୍ରଭୁ କେବେ ରାଗନ୍ତିନି, କେବେ ରୋଷ କରନ୍ତିନି। ପ୍ରଭୁ ସେ ଯୁଗ ପୁରୁଷ କେତେ ସୁନ୍ଦର ବୁଝେଇ ଦିଅନ୍ତି। ତ ଯେତେବେଳେ ଆମେ କିଛି ଚରମକୁ ବଢି ନେଲେ, ଆମେ ଚରମକୁ ପଢି ସାରିଲା ପରେ ନିଜେ ନିଜକୁ ଜ୍ଞାନୀ ବୋଲି ଭାବିଦେଲେ, ପଣ୍ଡିତ ବୋଲି ଭାବିଦେଲେ, ତାପରେ ମୋ ପ୍ରଭୁଙ୍କର କର୍ମଧାରାକୁ ଭୁଲିଗଲେ, ଧର୍ମଧାରାକୁ ଭୁଲିଗଲେ। ଯଦି ପ୍ରଭୁଙ୍କର କୌଣସି ବାଣୀ ଆମକୁ କିଏ କହିଦେଲା, ଏଇଟା ଛାଡ଼, ସେଟା କ'ଣ, ସେଟା ମୁଁ ଭୁଲିଗଲିଣି, ଆଉ ମତେ ହଉନି, ଏମିତି ସେମିତି କରିପାରିବିନି, ଏଇ ଭାବନା ମନ ଭିତରେ ଆସୁଛି। ଭାବିବା ଦରକାର, ପ୍ରଭୁ ଯୋଉ ଧନରେ, ଗେଲୁରେ, ସୁନାରେ ଯୋଉ ଏତେ ସୁନ୍ଦର ବୁଝେଇছে କ'ଣ ବୃଥା? ତ କେବେ ନୁହେଁ। ସମୟ ଆସିବ, ନେଡ଼ିଗୁଡ଼ କହୁନି କି ବହିଯିବ, ଆପଣ ଜୀଭ ବଢେଇଲେ ଆଉ ଜୀଭ ପାଇବନି। ସେଥିପାଇଁ ପ୍ରିୟ ସଜ୍ଜନ, ସଦାସର୍ବଦା ଗୁରୁଙ୍କ ବାଣୀକୁ ଟିକେ ଧ୍ୟାନ ଦିଅନ୍ତୁ। ଯୋଉ ବାବୁରେ ଧନ ଆମକୁ ଏତେ ସୁନ୍ଦର ବୁଝେଇଛନ୍ତି, ସେ ଜିନିଷ ଆମେ ବୁଝିଯିବା, ଆମ ଜୀବନ ସୁଧୁରିଯିବ, ଆମେ ପରିବର୍ତ୍ତନ ହେଇଯିବା। ଏବଂ ସଂସାର ଭିତରେ, ଜାଗତିକ ଭିତରେ ଆମକୁ କୌଣସି କାମ, କ୍ରୋଧ, ଲୋଭ ଓ ମଦମାଶ୍ଚର୍ଯ୍ୟ ଯୋଉ ଷଡ଼ରେ ପୁଅଛି ଆମକୁ କେବେ ସ୍ପର୍ଶ କରିବନି। ଏବଂ ଆମେ କେବେ ହତଭାଗା ହବାନି। ଆମ ପ୍ରଭୁ ଆମ ପାଖରେ ସବୁବେଳେ ଥିବେ ଏବଂ ଆମେ କୌଣସିର କିଛି ଅଭାବ ରହିବ ନାହିଁ। ପ୍ରଭୁ ସବୁ ଆମକୁ ଭରିଦେବେ, କାରଣ ସେ ହେଉଛନ୍ତି ସକଳ ଘଟରେ ଅଛନ୍ତି, ସେ ହେଉଛନ୍ତି ଅକର୍ମ କର୍ମଦାୟକ। ସବୁ ଆମ ପାଖରେ ସବୁ ଜିନିଷ ଦେଇଦେବେ, ଏତିକି ବିଶ୍ୱାସ ଭରସା ରହିବା ଦରକାର। ନିଶ୍ଚିନ୍ତ ଦେଖିବେ ପ୍ରଭୁ ଆପଣଙ୍କ ପାଖରେ ସଦା ସର୍ବଦା ରହିବେ। ସପ୍ରେମ ଗୁରୁସ୍ୱାମୀ।